ପିଲାମାନେ ଆଜି ଆମେ ଭିଡ଼ିଓରେ କ୍ଲାସ୍ 9 ଇଂଲିଶ ବହିର ଚେପ୍ଟର 3 ଦି ରୋଡ୍ ସେଫ୍ଟି ୱିକ୍ର ଯେତେ ସବୁ ପ୍ରଶ୍ନ ଅଛି ସେଗୁଡ଼ାକ ଆଲୋଚନା କରିବା। ଦେଖ ପ୍ରଥମ ପ୍ରଶ୍ନ କ'ଣ କହିଛି, ହ୍ୱାଟ୍ ଇଜ୍ ଦି ଫାର୍ଷ୍ଟ ପାରାଗ୍ରାଫ ଆବାଉଟ୍। ତାହେଲେ ପ୍ରଥମ ଅନୁଚ୍ଛେଦରେ କ'ଣ କୁହାଯାଇଛି। ତାହେଲେ ଆମର ଯଦି ଉତ୍ତର ଲେଖିବା କ'ଣ ହେବ, ତାହେଲେ ପାଠ୍ୟର ପ୍ରଥମ ଅନୁଚ୍ଛେଦ ଆମକୁ ସଡ଼କ ସୁରକ୍ଷା ସହିତ ପରିଚିତ କରାଏ ଏବଂ ଏହାର ଗୁରୁତ୍ୱ ବିଷୟରେ ମଧ୍ୟ କହିଥାଏ। ଆଉ ସଡ଼କ ସୁରକ୍ଷା ଟ୍ରାଫିକ୍ ନିୟମାବଳୀ ଉପରେ ସଚେତନ ସୃଷ୍ଟି ଉପରେ ଏକ ଗୁରୁତ୍ୱ ଆରୋପ କରାଯାଇଛି। ତାହେଲେ ପ୍ରଥମ ପାରାଗ୍ରାଫରେ ଆମର କ'ଣ ଯେତେ ସବୁ ସଡ଼କ ସୁରକ୍ଷା ଟ୍ରାଫିକ୍ ନିୟମାବଳୀ ଏଗୁଡ଼ାକ ଉପରେ କେମିତି ସଚେତନ ସୃଷ୍ଟି ହେବ ସେଗୁଡ଼ାକ ଉପରେ ବର୍ଣ୍ଣନା କରାଯାଇଛି। ତାହେଲେ ଏଇଟାକୁ ଇଂଲିଶ କ'ଣ ଲେଖିବ, ତାହେଲେ ଦେଖ ଦି ଫାର୍ଷ୍ଟ paragraph of the text introduce us to road safety and tell us about the importance. The emphasize on creating awareness on road safety and traffic rule and regulation. ତାହେଲେ awareness of road safety, traffic rule ଆଉ regulation ବିଷୟରେ ସବୁ କ'ଣ କରାଯାଇଛି ତାକୁ ଗୁରୁତ୍ୱ ଆରୋପ କରାଯାଇଛି। ତାପରେ ଦେଖ 2 ନମ୍ବର କ'ଣ କହିଛି, ହ୍ୱାଟ୍ ଇଜ୍ ରୋଡ୍ ସେଫ୍ଟି, ହ୍ୱାଟ୍ ଡାଜ୍ ଇଟ୍ ଇନଭଲ୍ଭ। ତାହେଲେ ସଡ଼କ ସୁରକ୍ଷା କ'ଣ, ଏଥିରେ କ'ଣ କ'ଣ ଅନ୍ତର୍ଭୁକ୍ତ ଅଛି। ତାହେଲେ ଏଇଟା କ'ଣ ଲେଖିବ, ତାହେଲେ ସଡ଼କ ସୁରକ୍ଷା କହିଲେ ସଡ଼କ ଦୁର୍ଘଟଣା ଯୋଗୁଁ ହେଉଥିବା ରାସ୍ତା କଡ଼ରେ ଆଘାତ କିମ୍ବା ମୃତ୍ୟୁକୁ ବୁଝାଏ। ଏଥିରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇପାରେ ଆଉ ଆଘାତ ମଧ୍ୟ ହୋଇପାରେ। ଏଗୁଡ଼ାକ ରୋକିବା ପାଇଁ ବିଭିନ୍ନ ପଦ୍ଧତି ଆଉ ପଦକ୍ଷେପ ସବୁ ଅନ୍ତର୍ଭୁକ୍ତ ରହିଛି। ଏଇଟା ଯଦି ତୁମେ ଇଂଲିଶ ଲେଖିବ କ'ଣ ଲେଖିବ, ଦି ରୋଡ୍ ସେଫ୍ଟି ରିଫର୍ସ ଟୁ ସେଫ୍ଟି ଅଫ୍ ପିପୁଲ ଫ୍ରମ୍ ରୋଡ୍ ସାଇଡ୍ ଇଞ୍ଜୁରି ଆଣ୍ଡ ଡେଥ୍ ଡ୍ୟୁ ଟୁ ରୋଡ୍ ଆକ୍ସିଡେଣ୍ଟ। ତାହେଲେ ରୋଡ୍ ଆକ୍ସିଡେଣ୍ଟ ହେବା ଦ୍ୱାରା କ'ଣ କିଛି କ'ଣ ଇଞ୍ଜୁର୍ଡ ହେଉଛନ୍ତି ଆଉ କେତେ ଜଣ ଲୋକ ମଧ୍ୟ କ'ଣ ହେଉଛି ତାଙ୍କର ଡେଥ୍ ହେଇଯାଉଛି। ଇଟ୍ ଇନଭଲ୍ଭସ୍ ଭେରିୟସ୍ ମେଥଡ୍ ଆଣ୍ଡ ମେଜର୍ ଟୁ ପ୍ରିଭେଣ୍ଟ ଦି ଆକ୍ସିଡେଣ୍ଟାଲ ଡେଥ୍ ଆଣ୍ଡ ଇଞ୍ଜୁରି। ତାହେଲେ ଏଗୁଡ଼ାକ ବିଭିନ୍ନ ପ୍ରକାର ପଦ୍ଧତି ଓ ପଦକ୍ଷେପ ସବୁ ନିଆହେଉଛି, ଯେମିତି ଏଗୁଡ଼ାକ ବେଶୀ ମୃତ୍ୟୁ ହେବନି କି ଆଘାତ ହେବ ନାହିଁ। 3 ନମ୍ବର ଦେଖ କ'ଣ କହୁଛି, ହ୍ୱାଟ୍ ଇଜ୍ ଦି ଫାଇଣ୍ଡିଂ ଅଫ୍ ଦି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ସଂଗଠନ ସନ୍ଧାନ କ'ଣ। ତାହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସନ୍ଧାନ ହେଉଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ସେ ସଚେତନର ଅଭାବ ରହିଛି। ତାହେଲେ ଏଗୁଡ଼ାକ ସେ କ'ଣ ହେବ, ସଚେତନ ଦିଆହେବ। ଯଦି ଇଂଲିଶରେ କ'ଣ ଲେଖିବା, ଦି ଫାଇଣ୍ଡିଂ ଅଫ୍ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ଇଜ୍ ଦି ଲିଡିଂ କଜ୍ ଅଫ୍ ହସ୍ପିଟାଲାଇଜେସନ୍ ଡେଥ୍ ଆର୍ ଲ୍ୟାକ୍ ଅଫ୍ ଆୱାରନେସ୍ ଏମଙ୍ଗ ପିପୁଲ। ଏଟାକୁ ଲେଖିଦେବ। ତାପରେ ଦେଖ 4 ନମ୍ବର, why is there a greater need of awareness among people about road safety। ତାହେଲେ ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଧିକାର ଆବଶ୍ୟକ କାହିଁକି। ଆମେ କ'ଣ ପାଇଁ ଲୋକମାନଙ୍କୁ ସଚେତନ କରିବା। ତାହେଲେ କ'ଣ ଲେଖିବ, ଟ୍ରାଫିକ୍ ନିୟମାବଳୀ ବିଷୟରେ ଅବଗତ ନଥିବା ଯାନବାହନ ଚାଳକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ତେଣୁ ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଧିକ ଆବଶ୍ୟକତା ରହିଛି। ତାହେଲେ ମାନେ ବେଶୀ କ'ଣ ହେଉଛି, ଯେଉଁ ଟ୍ରାଫିକ୍ ନିୟମ ବହୁତ ଜାଣିନାହାନ୍ତି କିନ୍ତୁ ସେମାନେ ଗାଡ଼ି ଚଳାଉଛନ୍ତି, ତା ଫଳରେ ଦୁର୍ଘଟଣା ମଧ୍ୟ ଅଧିକ ହେଉଛି। ସେଗୁଡ଼ାକୁ ତାହେଲେ ସଚେତନ କରିବା ପାଇଁ ଏସବୁ କାର୍ଯ୍ୟକ୍ରମ ହେଉଛି। ଆଉ ସେଥିପାଇଁ କ'ଣ ତାଙ୍କ ସମସ୍ତଙ୍କୁ ଯେମିତି ସଚେତନତା ଯେଉଁ ଯେତେ ସବୁ କରାଯାଉଛି ଲୋକମାନଙ୍କୁ ଯେଉଁମାନେ ଗାଡ଼ି ଚଳାଉଛନ୍ତି। There is a rise in road accident owing to the increase the number of vehicle users who are unaware of traffic rule and regulation. So there is a greater need of awareness among people about road safety. ତାହେଲେ ଗାଡ଼ି ଚାଳକ ବହୁତ ବଢ଼ିଯିବ କିନ୍ତୁ ସେମାନେ ଟ୍ରାଫିକ୍ ନିୟମ ଜାଣିନାହାନ୍ତି। ତାପରେ ଦେଖ 5 ନମ୍ବର କ'ଣ କହୁଛି, ହ୍ୱାଟ୍ ଡାଜ୍ ଦି ସେକେଣ୍ଡ ପାରାଗ୍ରାଫ ଟକ୍ ଆବାଉଟ୍। ତାହେଲେ ଦ୍ୱିତୀୟ ଅନୁଚ୍ଛେଦରେ କ'ଣ କୁହାଯାଇଛି। ଏଟାକୁ କ'ଣ ଲେଖିବ, ତାହେଲେ ଦ୍ୱିତୀୟ ଅନୁଚ୍ଛେଦ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପରେ ଆଲୋକପାତ କରାଯାଇଛି, ଆଲୋଚନା କରାଯାଇଛି। ତାହେଲେ ଦି ସେକେଣ୍ଡ ପାରାଗ୍ରାଫ ଟକ୍ ଆବାଉଟ୍ ଦି ଅବଜରଭେସନ୍ ଅଫ୍ ରୋଡ୍ ସେଫ୍ଟି ୱିକ୍। ତାପରେ ଦେଖ 6 ନମ୍ବର, ହୁ ଅବଜର୍ଭସ୍ ଦି ରୋଡ୍ ସେଫ୍ଟି ୱିକ୍ କ୍ୟାମ୍ପେନ୍। ସଡ଼କ ସୁରକ୍ଷା ସପ୍ତାହ ଅଭିଯାନକୁ କିଏ ପାଳନ କରନ୍ତି। ତାହେଲେ କ'ଣ ଲେଖିବ, ସଡ଼କ ସୁରକ୍ଷା ସପ୍ତାହ ଅଭିଯାନକୁ ସରକାର
ପାଳନ କରୁଛନ୍ତି। ତେବେ ଦେଶର ଅନେକ ଅଣସରକାରୀ ଏଜେନ୍ସି ଆଉ ଦାନକାରୀ ସଂସ୍ଥା, ବେସରକାରୀ ସଂସ୍ଥା ଏହି ଅଭିଯାନକୁ ଲଜିଷ୍ଟିକ୍ ସହାୟତା ପ୍ରଦାନ କରୁଛନ୍ତି। ଏଠି କ'ଣ ଲେଖିବ ତାହେଲେ ଦି ଗଭର୍ଣ୍ଣମେଣ୍ଟ ଅବଜର୍ଭ ଦି ରୋଡ୍ ସେଫ୍ଟି ୱିକ୍ କ୍ୟାମ୍ପେନ୍ ହାଉଏଭର ମେନି ନନ୍ ଗଭର୍ଣ୍ଣମେଣ୍ଟ ଏଜେନ୍ସି charitable organization and private firm across the country provide the logistic support to the campaign। ତାହେଲେ ଯେତେ ସବୁ କ'ଣ ଏ ଯେଉଁ ବେସରକାରୀ ବା ନନ୍ ଗଭର୍ଣ୍ଣମେଣ୍ଟ ଏଜେନ୍ସି, ଚାରିଟେବଲ୍ ଅର୍ଗାନାଇଜେସନ୍ କି ପ୍ରାଇଭେଟ୍ ଫାର୍ମ, ତାହେଲେ ଏମାନେ ସବୁ କ'ଣ କରନ୍ତି ଏଇ କ୍ୟାମ୍ପେନ୍କୁ ସପୋର୍ଟ କରୁଛନ୍ତି। ତାପରେ ଦେଖ 7 ନମ୍ବର, ଏହା କେବେ ପାଳନ କରାଯାଏ? ଏଇ ଯେଉଁ ରୋଡ୍ ସେଫ୍ଟି ୱିକ୍ଟା କେବେ ପାଳନ କରାଯାଏ? ସଡ଼କ ସୁରକ୍ଷା ସପ୍ତାହ ପ୍ରତିବର୍ଷ ଜାନୁଆରୀ ମାସରେ ଭାରତ ସରକାର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପାଳିତ କରାଯାଏ। ଆଉ ଯଦି ଆମେ ଇଂଲିଶ ଲେଖିବା କ'ଣ ଲେଖିବା? The road safety week is observed every year in the month of January by the Ministry of Road Transport and Highway of India। ତାପରେ ଦେଖ 8 ନମ୍ବର, What is the main aim of road safety week campaign? এই ସଡ଼କ ସୁରକ୍ଷା ସପ୍ତାହ ଅଭିଯାନର ମୂଳ ଲକ୍ଷ୍ୟ କ'ଣ? ଏଇଟା କ'ଣ ଲକ୍ଷ୍ୟ ହେଉଛି? ତାହେଲେ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ମଦ୍ୟପ ଡ୍ରାଇଭିଂର ଫଳାଫଳ, ହାଇସ୍ପିଡ୍ ଡ୍ରାଇଭିଂ ଏବଂ ଚାରିଚକିଆ ଡ୍ରାଇଭରମାନଙ୍କ ପାଇଁ ଚାଳନା ଆଉ ସିଟ୍ ବେଲ୍ଟ ପିନ୍ଧିବାର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସବୁ ସଚେତନ କରିବା। ଏହା ମଧ୍ୟ ସରକାରଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବାର ଲକ୍ଷ୍ୟ ରହିଛି। ଯେମିତି ଯେଉଁ ମଦ୍ୟପ ମାନେ ଗାଡ଼ି ଚଳାଇଲେ କ'ଣ ଫଳାଫଳ ହେବ କି ଯାହା ସ୍ପିଡ଼ରେ ଗାଡ଼ି ଚଳାଇଲେ କ'ଣ ଅସୁବିଧା ହେଉଛି, ଯେଉଁ ଚାରିଚକିଆ ଗାଡ଼ିରେ ବସୁଛି ସେମାନେ ଯଦି ପିନ୍ ନ ପିନ୍ଧିବେ କ'ଣ ଅସୁବିଧା, ତାହେଲେ ଏଇସବୁ ଜିନିଷ ଗୁଡ଼ାକ ଲୋକମାନଙ୍କୁ ଜଣାଇବା ଦରକାର ହେଉଛି। ଏଟାକୁ ଯଦି ଆମେ ଇଂଲିଶରେ ଲେଖିବା କ'ଣ ଲେଖିବା? The main aim of the campaign is sanitized the people about the result of the drunken driving, high speed driving and importance of wearing helmet for bikers and seat belt for four wheeler driver। ତାହେଲେ ଏଇ ଯେଉଁ ଡ୍ରଙ୍କେନ୍ ଡ୍ରାଇଭ୍ ମାନେ କ'ଣ, ଯେତେବେଳେ ଗାଡ଼ି ଡ୍ରାଇଭର ଯେଉଁ ଡ୍ରିଙ୍କ କରୁଥିବ ତାହେଲେ କ'ଣ ରେଜଲ୍ଟ ହେଉଛି, ହାଇ ସ୍ପିଡ୍ ଡ୍ରାଇଭିଂ କଲେ କ'ଣ ଅସୁବିଧା ହେଉଛି, ବିନା ହେଲମେଟ୍ରେ ଚଲାଇଲେ କ'ଣ ଅସୁବିଧା ହେଉଛି, ଏଗୁଡ଼ାକ ବିଷୟରେ ସଚେତନତା କରାଯାଉଛି। ତାପରେ ଦେଖ 9 ନମ୍ବର କ'ଣ କହୁଛି? What things should people know about the road safety by the campaign? ଏ ଅଭିଯାନ ଦ୍ୱାରା ଲୋକମାନେ ସଡ଼କ ସୁରକ୍ଷା ବିଷୟରେ କ'ଣ ଜାଣିବା ଉଚିତ? ଏଇଟା କ'ଣ ଲେଖିବ? ତାହେଲେ ଏଇ ଅଭିଯାନ ଦ୍ୱାରା ଲୋକମାନଙ୍କୁ ଟ୍ରାଫିକ୍ ନିୟମାବଳୀ, ଟ୍ରାଫିକ୍ ସିଗ୍ନାଲ, ସଡ଼କ ସୁରକ୍ଷାର କାରଣ ଯେମିତି ମଦ୍ୟପ ଡ୍ରାଇଭିଂ କି ଦୁର୍ଘଟଣା, ହାଇ ସ୍ପିଡ୍ ଡ୍ରାଇଭିଂ ମଧ୍ୟ, ହଁ ଏଠି 2 ଥର ଲେଖିଦିଆଯାଇଛି। ଅଜାଣତରେ ଟ୍ରାଫିକ୍ ନିୟମ ପାଳନ ନ କରିବା ତାହେଲେ ଇତ୍ୟାଦି ବିଷୟରେ ଶିକ୍ଷା ଦିଆଯିବା ଉଚିତ। ଆଉ ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍, ଚାରିଚକିଆ ଡ୍ରାଇଭର ପାଇଁ ସିଟ୍ ବେଲ୍ଟ ପିନ୍ଧିବାର ଲାଭ ବିଷୟରେ ଜାଣିବା ଉଚିତ। ଏଇଟାକୁ ଯଦି ଆମେ ଲେଖିଦେବା କ'ଣ ହେବ? By this campaign people should educated about the traffic rule and regulation। ହେଲେ କ'ଣ ଏଇ ଅଭିଯାନ କରିବା ଦ୍ୱାରା ଲୋକମାନଙ୍କୁ ଟ୍ରାଫିକ୍ ରୁଲ୍ ବିଷୟରେ ଜଣାଇ ଦିଆହେଉଛି। ତାପରେ ତା ରେଗୁଲେସନ୍, ଟ୍ରାଫିକ୍ ସିଗ୍ନାଲ, କଜ ଉପରେ ରୋଡ଼ ଆକ୍ସିଡେଣ୍ଟ, ତାହେଲେ ଏଇ ଯେଉଁ ଆକ୍ସିଡେଣ୍ଟ କ'ଣ ସବୁ ଯେଉଁ କାରଣ ଗୁଡ଼ାକ କ'ଣ ଡ୍ରଙ୍କେନ୍ ଡ୍ରାଇଭିଂ, ହାଇ ସ୍ପିଡ୍ ଡ୍ରାଇଭିଂ ଇନ୍ ଆକ୍ସିଡେଣ୍ଟ, ଆଉ କ'ଣ ବେନିଫିଟ୍ ଅଫ୍ ଦି ୱେୟାରିଂ ହେଲମେଟ୍, ବାଇକର୍ ଆଣ୍ଡ ସିଟ୍ ବେଲ୍ଟ ଫର୍ ଟୁ ହ୍ୱିଲର୍ସ ଡ୍ରାଇଭର। ତାହେଲେ ଯେଉଁ ଫୋର୍ ହ୍ୱିଲର୍ସ ଡ୍ରାଇଭର ମାନେ ଯେଉଁ ସିଟ୍ ବେଲ୍ଟ ନିହାତି ପିନ୍ଧିବା ଦରକାର, ଏଗୁଡ଼ାକ ମଧ୍ୟ ବିଷୟରେ ଜାଣିବା ଉଚିତ। ତାପରେ ଦେଖ 10 ନମ୍ବର କ'ଣ କହୁଛି? What does the author say in the third paragraph? ତାହେଲେ ତୃତୀୟ ଅନୁଚ୍ଛେଦରେ ଲେଖକ କ'ଣ କହୁଛନ୍ତି? ତାହେଲେ ତୃତୀୟ ଅନୁଚ୍ଛେଦରେ ଲେଖକ ଆମକୁ କହୁଛନ୍ତି ଯେ କେବେ, କାହା ଦ୍ୱାରା ଆଉ କିପରି ସଡ଼କ ସୁରକ୍ଷା ସଂଗଠିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ସରକାରୀ ବେସରକାରୀ ସଂସ୍ଥା ଲୋକଙ୍କୁ ଡ୍ରାଇଭରମାନଙ୍କ ପାଇଁ ଏକ ଟ୍ରେନିଂ କର୍ମଶାଳା ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ବିଷୟରେ ସଡ଼କ ନିୟମ ବିଷୟରେ ଶିକ୍ଷା ଦେବା ପାଇଁ ସବୁ ପଦକ୍ଷେପ ନେଇଛନ୍ତି। ତାହେଲେ କ'ଣ ଯେତେ ସବୁ କିଛି ଅଛନ୍ତି ସରକାରୀ ସଂସ୍ଥା କିମ୍ବା ବେସରକାରୀ ସଂସ୍ଥା, ତାହେଲେ ଏମାନେ କିଛି ଡ୍ରାଇଭରମାନଙ୍କୁ କେମିତି ମାନେ ଏଇ ଯେଉଁ ଟ୍ରେନିଂର ସବୁ କର୍ମଶାଳାରେ
किसी ट्रेनिंग देता कि स्वास्थ्य जांच विषय में शिक्षा देता। ये जो इंग्लिश लिख कौन इन दि थर्ड पैराग्राफ the author tell us when, by whom and how the road safety work is organized. He also say about how many government and non-government organizations take initiatives to educate people about road rule, a training workshop and health checkup for the drivers. এটা বলে লিখে দেব। তারপরে দেখো 11 নম্বর कौन कहला when is the road safety week organized। তাহলে সড়ক সুরক্ষা সপ্তাহ কেবে আয়োজিত ହୁଏ। তাহলে সড়ক সুরক্ষা সপ্তাহ প্রতি ବର୍ଷ ଜାନୁଆରୀ ମାସରେ ଏକ ସପ୍ତାହ ପାଇଁ ଆୟୋଜିତ ହୋଇଥାଏ। ରୋଡ୍ ସେଫ୍ଟି ୱିକ୍ ଇଜ୍ ଅର୍ଗାନାଇଜ୍ଡ ଏଭ୍ରି ଇୟର ଇନ୍ ଦି ମନ୍ଥ ଅଫ୍ ଜାନୁଆରୀ ଫର୍ ଏ ୱିକ୍। ତାପରେ ଦେଖ 12 ନମ୍ବର ହ୍ୱାଟ୍ ଡୁ ପିପୁଲ ସେଲିବ୍ରେଟ୍ ଦିସ୍ ୱିକ୍, ହୁ ଭଲଣ୍ଟାରିଲି ଟେକ୍ ପାର୍ଟ ଇନ୍ ଦିସ୍ କ୍ୟାମ୍ପେନ୍। ଲୋକମାନେ ଏହି ସପ୍ତାହ କେଉଁଠାରେ ପାଳନ କରନ୍ତି, ଏହି ଅଭିଯାନରେ କିଏ ସ୍ୱେଚ୍ଛାକୃତ ଭାବରେ ଅଂଶଗ୍ରହଣ କରନ୍ତି। ଯେମିତି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବାଙ୍ଗାଲୋର, ଭୁବନେଶ୍ୱର, ହାଇଦ୍ରାବାଦ, ଚଣ୍ଡିଗଡ଼ ଇତ୍ୟାଦି ପ୍ରମୁଖ ସହରର ଲୋକମାନେ ଏହି ସପ୍ତାହ ପାଳନ କରନ୍ତି। ଅନେକ ବିଦ୍ୟାଳୟ ଓ କଲେଜ ସ୍ୱେଚ୍ଛାକୃତ ଭାବରେ ଏହି ଅଭିଯାନରେ ଅଂଶଗ୍ରହଣ କରନ୍ତି। ଏଟାକୁ ଯଦି ଆମେ ଇଂଲିଶ ଲେଖିବା କ'ଣ ଲେଖିବା, ପିପୁଲ ଇନ୍ ଦି ମେଜର ସିଟି ଲାଇକ୍ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, Bangalore, Bhubaneswar, Hyderabad and Chandigarh etc. celebrate this week. Many school and college voluntarily take part in the campaign. तापर प्रश्न देख 13 नंबर এটা কোন কইলা What do the local authority do during this campaign। তাহলে এই অভিযান সময়ে স্থানীয় কর্তৃপক্ষ কোন করନ୍ତି। এটি কোন লিখিব তাহলে ଏମିତି ମଦ୍ୟପାନ ଚଳାଇବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ବାଇକ୍ ଚାଳକ ଏବଂ ଚାରିଚକିଆ ଡ୍ରାଇଭର ପୁଙ୍ଖାନୁପୁଙ୍ଖ ଯାଞ୍ଚର ଆୟୋଜନ କରନ୍ତି। ଏହା ମଦ୍ୟପ ଡ୍ରାଇଭିଂ ବିରୋଧରେ ଜିରୋ ସହନଶୀଳତାର ଏକ ଦୃଢ଼ ବାର୍ତ୍ତା ପଠାଏ। ସମସ୍ତ ଯାତ୍ରୀମାନଙ୍କୁ ଟ୍ରାଫିକ୍ ନିୟମ ଚିହ୍ନ ରାସ୍ତାରେ ଯିବା ପାଇଁ ସମୟରେ କ'ଣ ସମୟରେ କ'ଣ ସତର୍କତା ଅବଲମ୍ବନ କରିବେ ସେ ମଧ୍ୟ ଶିକ୍ଷା ଦିଆଯାଇଥାଏ। ଏଟାକୁ ଯଦି ଆମେ ଇଂଲିଶରେ ଲେଖିବା କ'ଣ ଲେଖିବା, The local authority organize a thorough check of bikers, four-wheeler drivers for drunken driving. This send a strong message to zero tolerance against the drunken driving. They also educate the commuter about the traffic rules, sign and caution to be taken while on road. এটা বলে লিখে দেব। তারপরে দেখো 14 নম্বর How do driver get benefit out of this program। তাহলে এই প্রোগ্রামରୁ ଡ୍ରାଇଭର ମାନେ କିପରି ଲାଭବାନ ପାଇବେ। ଏଠି କ'ଣ ଲେଖିବ, ତାହେଲେ ମାଗଣା ଡାକ୍ତରୀ ଚେକଅପ୍, ଡ୍ରାଇଭିଂ ପାର୍କିଂ ଟ୍ରେନିଂ କର୍ମଶାଳାରେ ଯୋଗ ଦେଇ ଡ୍ରାଇଭର ମାନେ ଉପକୃତ ହୁଅନ୍ତି। ତାହେଲେ ଡ୍ରାଇଭର ବେନିଫିଟ୍ସ ଦି ଗେଟିଂ ଫ୍ରି ମେଡିକାଲ ଚେକଅପ୍ ଆଣ୍ଡ ଆଟେଣ୍ଡିଂ ଡ୍ରାଇଭିଂ ଟ୍ରେନିଂ ୱାର୍କସପ୍। ଏବେ ଦେଖ 15 ନମ୍ବର କ'ଣ ହେଲା, ହ୍ୱାଟ୍ ଆକ୍ଟିଭିଟିଜ୍ ଆର୍ ଅର୍ଗାନାଇଜ୍ ଫର୍ ସ୍କୁଲ ଆଣ୍ଡ କଲେଜ ଚିଲଡ୍ରେନ୍। ତାହେଲେ ବିଦ୍ୟାଳୟ ଏବଂ କଲେଜ ପିଲାମାନଙ୍କ ପାଇଁ କେଉଁ ସବୁ କାର୍ଯ୍ୟକଳାପ ସଂଗଠିତ ହୋଇଥାଏ। ତାହେଲେ ଏଠି କ'ଣ ଯେମିତି ବିଭିନ୍ନ ପେଣ୍ଟିଂ, ଚିତ୍ରାଙ୍କନ ପ୍ରତିଯୋଗିତା, ମନୋନୀତ ଥିମ୍ ଉପରେ ବିତର୍କ ପ୍ରତିଯୋଗିତା, ସଡ଼କ ନିୟମ ଉପରେ ପରୀକ୍ଷା, ସଡ଼କ ସୁରକ୍ଷା ଘୋଷଣା ପ୍ରଦର୍ଶନୀ, ସେମିନାର, କର୍ମଶାଳା ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ କଲେଜ ପିଲାମାନଙ୍କ ପାଇଁ ଆୟୋଜିତ ହୋଇଥାଏ। ଏଟାକୁ ଯଦି ଆମେ ଇଂଲିଶରେ କ'ଣ ଲେଖିବା, ଏଠି ଦେଖ ତାହେଲେ ଭେରିୟସ୍ ପେଣ୍ଟିଂ ଆଣ୍ଡ ଡ୍ରଇଂ କମ୍ପିଟିସନ, डिबेट कंपटीशन ऑन दी सिलेक्टेड थीम्स, टेस्ट ऑन रोड रूल, रोड सेफ्टी अनाउंसमेंट, एग्जीबिशन, सेमिनार, वर्कशॉप एंड many other related activities organized for school and college children. तापर देखो 16 नंबर एटी कौन कहला why is the fourth paragraph importance for us। ताले चतुर्थ अनुच्छेद आम पई काहेकि गुरुत्वपूर्ण। एटी कौन लिखबो ताले चतुर्थ अनुच्छेद आम पई गुरुत्वपूर्ण कारण ये हमको सड़क सुरक्षार मुख्य कारण विषय कहिथाय। ताले the fourth paragraph is important for us because it tells us about main causes of road accident. तापर देखो 17 नंबर कौन कहला how many important causes of accident
have been highlighted in this paragraph. Can you add some more causes to this list? ତାହେଲେ ଏହି ଅନୁଚ୍ଛେଦରେ ଦୁର୍ଘଟଣାର କେତେକ ଗୁରୁତ୍ୱପୂର୍ଣ୍ଣ କଥାକୁ ଆଲୋକିତ କରାଯାଇଛି। ଆପଣ ଏହି ତାଲିକାରେ ଆଉ କେଉଁ କାରଣ ଗୁଡ଼ିକ ଯୋଡ଼ି ପାରିବେ କି? ଏଠି କ'ଣ ଲେଖିବ ତାହେଲେ ଦେଖ, ଚତୁର୍ଥ ଅନୁଚ୍ଛେଦରେ ସଡ଼କ ଦୁର୍ଘଟଣାର 6ଟି ଗୁରୁତ୍ୱପୂର୍ଣ୍ଣ କାରଣ ଦର୍ଶାଯାଇଛି। ତାହେଲେ ଏହି ଅନୁଚ୍ଛେଦରେ ଉଲ୍ଲେଖ କରାଯାଇଥିବା 6ଟି କାରଣ ଗୁଡ଼ିକ ନିମ୍ନରେ ଦିଆଯାଇଛି। ଏମିତି ଟ୍ରାଫିକ୍ ନିୟମ ଓ ସଂକେତକୁ ଅବମାନନା କରିବା, ଅନୁପଯୁକ୍ତ ମୋଡ଼ ଓ ସୂଚକ ବ୍ୟବହାର କରୁ ନାହିଁ କି ଭ୍ରାନ୍ତ ପଶୁ, ରାତିରେ ବେପରୁଆ ଗାଡ଼ି ଚଳାଇବା, ଖରାପ ରାସ୍ତା ଏବଂ ଅତ୍ୟଧିକ ଭାରପ୍ରାପ୍ତ ଯାନ, ହେଲମେଟ୍ ପାଇଁ ଯେଉଁଟା ହେଉଛି ବାଇକ୍ ଚାଳକ ପାଇଁ, ଆଉ ସିଟ୍ ବେଲ୍ଟ 4 ଚକିଆ ଡ୍ରାଇଭର ପାଇଁ ପିନ୍ଧିବା ନାହିଁ। ତାହେଲେ ଏଇଗୁଡ଼ାକ ଆମର କ'ଣ, ଏଇଗୁଡ଼ାକ ଉପରେ ଗୁରୁତ୍ୱ ଦିଆଯାଉଛି। କ'ଣ ଗୋଟେ ଟ୍ରାଫିକ୍ ନିୟମ ଯିଏ କିମ୍ବା ସଂକେତକୁ ମାନୁ ନାହିଁ କିମ୍ବା ଯେକୌଣସି ଗୋଟେ ମୋଡ଼ ଆସିଲା କିମ୍ବା ତା'ର ସୂଚକ କିଛି ବ୍ୟବହାର କରୁନାହିଁ, ଆଉ ହଠାତ୍ ଯେମିତି ମାନେ କ'ଣ ପଶୁମାନେ ଚାଲି ଆସିବେ, ଯେମିତି ମେଣ୍ଢା, ଛେଳି, ଘୁଷୁରୀ ଗୁଡ଼ାକ ରାସ୍ତାକୁ ପଳେଇ ଆସିବେ, ରାତିରେ ବେପାରୀ ଭାବରେ ଗାଡ଼ି ଚଳାଇବା, ରାସ୍ତା ଯଦି ଖରାପ ଥିବ ଆଉ ଅତ୍ୟଧିକ ଭାରପ୍ରାପ୍ତ ଯାନ ତା ଦେଇକି ନେଇ ପଡ଼ିବ, ତାହେଲେ କିଛି କ'ଣ ହେବ, ଏସବୁ ଅସୁବିଧା ହେବ। ଆଉ ଯଦି ବାଇକ୍ ଚାଳକମାନେ ହେଲମେଟ୍ ନ ପିନ୍ଧିବେ କିମ୍ବା ଏଇ ଯେଉଁ 4 ଚକିଆ ଡ୍ରାଇଭର ମାନେ ସିଟ୍ ବେଲ୍ଟ ପିନ୍ଧିବେ ନାହିଁ, ତାହେଲେ ଏଇଗୁଡ଼ାକ ଉପରେ ଇମ୍ପୋର୍ଟାନ୍ସ ସବୁ ଦିଆଯାଇଛି। ତାହେଲେ ଦେଖ, ଏଇଗୁଡ଼ାକ ତୁମେ ଇଂଲିଶରେ କ'ଣ ଲେଖିବ, The 6 important causes of road accidents are highlighted in the 4th paragraph. Following can be added to 6 causes mentioned in this paragraph. Disobeying traffic rule and signal, improper turns and not using indicators, stray animals, careless driving at night, bad road and overloaded vehicle, not wearing helmet bikers ପାଇଁ, and seat belt four wheelers drivers। ତାହେଲେ ଏଗୁଡ଼ାକ ଉପରେ କ'ଣ କରାଯାଇଛି, ଆଉ କିଛି ଏଡ୍ କରାଯାଇଛି ଏସବୁ କାରଣ ଗୁଡ଼ାକ। ତାପରେ ଦେଖ 18 ନମ୍ବର କ'ଣ କହିଲା, who are eligible to get driving license from the authority। ତାହେଲେ କର୍ତ୍ତୃପକ୍ଷ ଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ କେଉଁମାନେ ଯୋଗ୍ୟ। ତାହେଲେ 18 ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ପରେ କର୍ତ୍ତୃପକ୍ଷଙ୍କ ଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଯୋଗ୍ୟ ହୁଅନ୍ତି। ତଥାପି 16 ବର୍ଷରୁ ଅଧିକ କିଶୋରମାନେ ଶିକ୍ଷାର୍ଥୀ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ସେମାନଙ୍କ ପିତାମାତାଙ୍କ ସମ୍ମତି ସହିତ କେବଳ 50 ସିସି ଇଞ୍ଜିନ୍ କ୍ଷମତା ବିଶିଷ୍ଟ ବ୍ୟକ୍ତିଗତ ଯାନ ଚଳାଇବାକୁ ଅନୁମତି ଦିଆଯାଇଥାଏ। ତାହେଲେ ଦେଖ, 18 ବର୍ଷ ପର୍ଯ୍ୟନ୍ତ, 18 ବର୍ଷ ପରେ ଯେ ସମସ୍ତେ ଡିଏଲ୍ ବା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ପାଇଁ ପଡ଼ିବ। ଆଉ ଯଦି ବାପା ମା ଚାହାନ୍ତି ତାହେଲେ 16 ବର୍ଷରୁ ଯେଉଁ ଅଧିକ ପିଲାମାନେ କେବଳ ସେମାନେ 50 ସିସି ମାନେ ବହୁତ ସାନ ସାନ ଯେଉଁ ଗାଡ଼ି ସ୍କୁଟି ଟାଇପ୍ର, ତାହେଲେ ସେଗୁଡ଼ାକ ପାଇଁ ସେମାନେ ଅନୁମତି ତାଙ୍କୁ ଦିଆଯାଇପାରିବ। ଯଦି ଏଇଟାକୁ କ'ଣ ଲେଖିବା, any person having 18 years of age is eligible to get driving license from the authorities after clearing a driving test. However, the teenager above the 16 can apply for learner's license. They are allowed to drive only private vehicles within 50 cc engine capacity with their parents' consents। এটা বুঝিলা। তারপর দেখো 19 নম্বর কোন, What does the distract driving means মানে বিভ্রান্তিকর ড্রাইভিং ର ଅର୍ଥ କ'ଣ। ତାହେଲେ ଏଠି କ'ଣ ଲେଖିବ, ବିଭ୍ରାନ୍ତିକର ଡ୍ରାଇଭିଂ ଅର୍ଥ ଗାଡ଼ି ଚଳାଇବା ସମୟରେ ଧ୍ୟାନ ନ ଦେବା, ଯେତେବେଳେ ଡ୍ରାଇଭର ମୋବାଇଲରେ କଥା କ'ଣ ହେଉଛି, ମୋବାଇଲ ଫୋନରେ କଥା ହୁଏ କିମ୍ବା ମେସେଜ କିମ୍ବା ଅନ୍ୟ ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରେ କିମ୍ବା ଗାଡ଼ି ଚଳାଇବା ସମୟରେ ଉଚ୍ଚ ସ୍ୱର ଶୁଣେ ସେତେବେଳେ ଏହା ହୁଏ। ତାହେଲେ ଏଇଟା କ'ଣ ହେବ, distract driving means not being attentive while driving. This happens when the driver speaks over cell phone or in engagement in texting and talking with other passenger or listening to loud music etc while the driving। ତାହେଲେ ଯେତେବେଳେ ଦେଖ ମାନେ ଯେଉଁ ଡ୍ରାଇଭର ମାନେ ଧର କଥା ଗାଡ଼ି ଚଲାଉଥିବେ, ସେମାନେ କ'ଣ କରୁଥିବେ, ଫୋନରେ କିଛି କଥା ହେଉଥିବେ, ସେଲ୍ ଫୋନରେ କିଛି କଥା ହେଉଥିବେ କିମ୍ବା କିଛି ମେସେଜ କରୁଥିବେ, ଏନଗେଜ୍ ଇନ୍ ଟେକ୍ସଟିଂ କିମ୍ବା ଟକିଂ ୱିଥ୍ ପ୍ୟାସେଞ୍ଜର, ଅନ୍ୟ ସବୁ ଯେ ପ୍ୟାସେଞ୍ଜର ଥିବେ ତାଙ୍କ ସାଙ୍ଗରେ କଥା ହେଉଥିବେ କିମ୍ବା ବଡ଼ ଜୋରରେ ମ୍ୟୁଜିକ୍ ସବୁ ଶୁଣୁଥିବେ। ତାହେଲେ ଏଗୁଡ଼ାକ ହେବ କ'ଣ, ଡିଷ୍ଟ୍ରାକ୍ଟିଭ ଡ୍ରାଇଭିଂ ମାନେ।
एगुड़ा जोड़ा हूँ समस्त विपद। तब देख 20 नंबर फाइंड आउट द वर्ड इन फोर्थ पैराग्राफ व्हिच मीन्स द ट्रैवलर ऑन फुट। ताले जो ट्रैवलर ऑन फुट रो माने कोन चौथ अनुच्छेद एटा खोज के बाहर करबो। ताले चौथ अनुच्छेद रे जो पद 4 शब्द अर्थ होची ट्रैवलर ऑन फुट्स बा द वर्ड द पेडेस्ट्रियन इन द फोर्थ पैराग्राफ मीन्स द ट्रैवलर ऑन फुट। तब देखो 21 नंबर व्हाट कैन यू लर्न फ्रॉम द फिफ्थ पैराग्राफ। आप पंचम अनुच्छेद कौन शिखी पारे। देखा पंचम अनुच्छेद आम ट्रैफिक नियम को करवा सड़क दुर्घटना को एड़ाई कौन करवा उचित आम सब गुड़ाक शिखिपर। फ्रॉम द फिफ्थ पैराग्राफ वी कैन लर्न व्हाट शुड बी डन टू रेस्ट्रिक्ट पीपल फ्रॉम डिसोबिंग द ट्रैफिक रूल एंड रेगुलेशन एंड एवॉइड रोड एक्सीडेंट। देखो 22 नंबर हाउ कैन ड्रंकन ड्राइविंग बी चेक्ड। मद्यप ड्राइविंग किपरि जांच करा जाई परिबो। एठी कोन लिखो तले समस्त गाड़ी ड्राइवर एवं मोटरसाइकिल चालक को भल भाव जांच करी मद्यपान करथबा गाड़ी चालना मामला रे भारी जुर्माना किंबा दंड विधान करा जाई मद्यप ड्राइविंग लाइसेंस माने जांच करा जाई परिबो। एटा कोन लिखो The drunken driving can be checked by checking all the vehicle drivers and motorcyclists thoroughly and imposing heavy fine and or punishment in the cases of drunken driving। ये वाला लिख दो। तब देखो 23 नंबर को गला What should the government do for issuing the driving license। ड्राइविंग लाइसेंस प्रदान पाई सरकार कौन करबा उचित। लाइसेंस प्राप्त करुवा समय दृढ़ पदक्षेप नेबा को सरकार लाइसेंस प्रदानकारी अधिकारी को कड़ा निर्देश दिया उचित। द गवर्नमेंट शुड इश्यू स्ट्रिक्ट ऑर्डर टू द लाइसेंस इश्यूइंग अथॉरिटीज फॉर टेकिंग स्ट्रॉन्ग स्टेप्स व्हाइल इश्यूइंग लाइसेंस। 24 नंबर व्हाट कैन बी डन फॉर ओल्ड एंड अनयूज्ड व्हीकल्स। जदि सब पुराना क्या और व्यवहृत जान पाई कौन करा जाई परिबो। एटी कौन लिखो ताले उभय पुराना एवं नुआ जो पुराना गाड़ी किंबा नुआ हो ताले रास्ता रे चलथवा समस्त जान पाई फिटनेस सर्टिफिकेट बाध्यतामूलक करबा उचित। आ पुराना व्यवहृत जान गुडी को जा भल चलबा अवस्था रे नहीं से गुडी को रास्ता रो चलबा को दिया जिबा उचित नहे। एटा जदी इंग्लिश लिखा कोन द फिटनेस सर्टिफिकेट शुड बी मेड कंपल्सरी फॉर ऑल व्हीकल्स रनिंग ऑन रोड बोथ ओल्ड एंड न्यू। The all unused vehicle which are not used in good running condition should not be allowed to run on road। तब देखो 25 नंबर who does as refers to in the last paragraph। ताले लास्ट पैराग्राफ रे ए जो आस बा हमको के का को दर्शाउची ताले पाठ्यर शेष अनुच्छेद रे आम शब्द को हमको समस्त लोगों को समस्त ड्राइवर बाइक चालक पथचारी को सूचित करोची। as is the last paragraph for text refers to as the readers and the people all the drivers bikers and pedestrian। ताले एगुडा सब बुझुची। तापर देखो 24 नंबर can you suggest some more way to prevent road accident। ताले जो सड़क दुर्घटना रोकबा पई आपण आउ किछि उपाय परामर्श दे पारिबे कि। देखो उत्तर कौन लिखो सड़क दुर्घटना को रोकने निम्न किसी उपाय दिखाई रास्तार चिन्ह नियम को बुझा पालन करवा गतिसीमा अनुसरण करवा राति गाड़ी चलैवा कि राति गभीर व्यवहार करवा खराब पाग परिस्थिति तालीम आउ परिस्थिति जत्न सहित गाड़ी चलैवा कि ओवरलोडिंग दूरे रहा। एड़ा लिखो कौन लिखो इंग्लिश Following are few more ways to prevent the road accident, namely understanding and obeying the sign and rules of road, following the speed limit, the limiting night driving and using dipper at night, the training of bad weather condition and driving carefully in such situation, ଆଉ avoiding overloading। ये बात में आंसर लिख देबो।
ठीक अच्छे पे जिते सब तो लंग क्वेश्चन आंसर एगुड़ा आलोचना करदेला तुम मन किसी डाउट थी कमेंट बक्स लिखि जन तुमको जब भिडियो भल लगा भिडियो को लाइक कर शेयर कर आम चैनल को सब्सक्राइब कर। धन्यवाद।